ଆସ ଗପ ଶୁଣିବା। ଗପଟିର ନାମ ବେଙ୍ଗୁଲି ଛୁଆର ଯାତରା ଦେଖା। ଆଷାଢ଼ ମାସ କଅଁଳିଆ ଘାସ ଗାଲିଚା ଓ ସବୁଜ ଡାଳପତ୍ରରେ ଧରଣୀ ରାଣୀ ସୁନ୍ଦର ଦେଖାଯାଉଥାଏ। ବରଷା ପାଣିରେ କୂଅ ଓ ପୋଖରୀ ଧୀରେ ଧୀରେ ପୂରି ଆସୁଥାଏ। ପୋଖରୀ ହୁଡ଼ାକୁ ଲାଗି ସାରୁବୁଦାଟିଏ। ସେହି ସାରୁବୁଦା ମୂଳେ ବେଙ୍ଗୁଲିଟିଏ ତା ଛୁଆ ସହିତ ରହୁଥାଏ। ଦିନେ ଛୁଆଟି ବହୁତ ଲୋକ ଯିବା ଆସିବା କରୁଥିବାର ଦେଖିଲା। ତା ମାଆକୁ ଯାଇ କହିଲା, ମା ଲୋ ମା, ମା, ମା ଲୋ ମା, ଦେଖିଲୁ। ବେଙ୍ଗୁଲି କହିଲା, କ'ଣ ଦେଖିବି? ଛୁଆ କହିଲା, ଦେଖିଲୁ ଏତେ ଲୋକ ସଜବାଜ ହୋଇ କୁଆଡ଼େ ଯାଉଛନ୍ତି? ବେଙ୍ଗୁଲି କହିଲା, ଆଲୋ ମା, ଆଜି ହେଉଛି ରଥଯାତ୍ରା, ସେଥିପାଇଁ ସମସ୍ତେ ସଜବାଜ ହୋଇ ଯାଉଛନ୍ତି। ଛୁଆ ବେଙ୍ଗ ପୁଣି ପଚାରିଲା, ମା ଲୋ ମା, ରଥଯାତ୍ରା କ'ଣ? ସେଇଠି କ'ଣ ହୁଏ? ମୋତେ ତୁ ଦେଖାଇ ନେବୁ? ବେଙ୍ଗୁଲି କହିଲା, ଠିକ୍ ଅଛି, ତୁ ଶୀଘ୍ର ସଜ ହୋଇଯା, ତୋତେ ମୁଁ ମୋ ପିଠିରେ ବସାଇ ରଥଯାତ୍ରା ଦେଖାଇ ନେବି। ଛୁଆ ବେଙ୍ଗର ଖୁସି କହିଲେ ନ ସରେ। ମୁହଁ ହାତ ଧୋଇଦେଲା, ନାଲି ଫିତା ନାଲି ଚୁଡ଼ି ପିନ୍ଧିଲା, ନୂଆ ଜାମା ପିନ୍ଧିଲା। ତାପରେ ବେଙ୍ଗୁଲି ଛୁଆ ବେଙ୍ଗକୁ ପିଠିରେ ବସାଇଲା। ରାସ୍ତା କଡ଼େ କଡ଼େ ଲୋକମାନଙ୍କ ପଛେ ପଛେ ସହରକୁ ଗଲା। ସହରରେ ପହଞ୍ଚି ବେଙ୍ଗୁଲି ରଥ ଆଗରେ ଛୁଆଙ୍କୁ ପିଠିରୁ ଓହ୍ଲାଇଲା। ତିନି ରଥରେ ତିନି ଠାକୁର ବସିଛନ୍ତି। ଆଗ ରଥରେ ବସିଛନ୍ତି ପ୍ରଭୁ ବଳଭଦ୍ର। ତାଙ୍କ ରଥର ନାମ ତାଳଧ୍ୱଜ। ମଝି ରଥର ନାମ ଦେବଦଳନ। ସେଥିରେ ତାଙ୍କ ଭଉଣୀ ସୁଭଦ୍ରା ବସିଛନ୍ତି। ଆଉ ପଛ ରଥର ନାମ ନନ୍ଦିଘୋଷ। ଏ ରଥ ପ୍ରଭୁ ଜଗନ୍ନାଥଙ୍କର। ମା, ରଥମାନଙ୍କୁ ଛୁଇଁ ପ୍ରଣାମ କରିବା। ତାପରେ ମା ବେଙ୍ଗ ଓ ଛୁଆ ବେଙ୍ଗ ତିନି ରଥକୁ ପ୍ରଣାମ କଲେ। ତାପରେ ମା ବେଙ୍ଗ ଛୁଆକୁ କେତେ ଦୋକାନ ବଜାର ବୁଲେଇ ଦେଖାଇଲା। ଦୋକାନରେ ନାନା ରକମର କଣ୍ଢେଇ, ବେଲୁନ, ପେଁକାଳି, ତୁରୀ, ମହୁରୀ, ଝୁମୁକା ଓ ବାଜା କିଣିଦେଲା। ବେଙ୍ଗ ଛୁଆର ଖୁସି କହିଲେ ନ ସରେ। ସେ ବେଲୁନ ଉଡ଼େଇ, ତୁରୀ ବଜେଇ ନାଚି ନାଚିକା ମା ସହିତ ସାରୁ ଗଛ ମୂଳକୁ ଫେରିଗଲା। ଆଚ୍ଛା ପିଲେମାନେ, ଏ ଗପ ଶୁଣିଲେ ତ? ଗପଟି କେମିତି ଲାଗିଲା ନିଶ୍ଚିନ୍ତ କମେଣ୍ଟ କରି ଜଣାଇବେ। ହଁ, ଆଗକୁ ଆହୁରି ସୁନ୍ଦର ସୁନ୍ଦର ଗପ ଶୁଣିବାକୁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ପୁଣି ଆଗାମୀ ଅଧ୍ୟାୟରେ ଏକ ସୁନ୍ଦର ବିଷୟବସ୍ତୁକୁ ନେଇ ଆପଣଙ୍କ ସହିତ ପୁନର୍ବାର ସାକ୍ଷାତ ହେବ।